ଶୀତୁଆ ରାତିକୁ ଅନ୍ଧାର ରାତିରେ ଜଗୁଛନ୍ତି ଚାଷୀ ଫସଲକୁ ଫସଲକୁ ନଷ୍ଟ କରୁଛି ବାରହା ଓ କୀରା ଆଉ ବନ୍ୟଜନ୍ତୁ। ରାତିରେ ଆମେ ଯାଇ ପହଞ୍ଚିଥିଲୁ ଜୟପୁର ଗ୍ରାମର ଚାଷୀମାନଙ୍କ ପାଖରେ, ଯେଉଁ ଚାଷୀମାନେ ରାତ୍ରରେ ନିଆଁହୁଳା ବାଣ ଓ ଡବାରେ ଶବ୍ଦ କରିକିରି ବାରିହାକୁ ଉଡଉଛନ୍ତି। ତ କଣ ଅସୁବିଧା ଏମିତି ହେଇଛି ଯେ ବାରିହାକୁ ରାତିରେ ଉଡେଇବାକୁ ପଡୁଛି ଏତେ ରାତିରେ, ଆପଣଙ୍କ ପ୍ରତି ବିପଦ ଥାଇକି ମଧ୍ୟ? ଆଜ୍ଞା ବିପଦ ଥାଇକିରି ବୋଇଲେ ଆମେ ପେଟ ପୋଷିବା ପାଇଁ ବୋଲିକିରି ସରକାର ତ କିଛି ପଦକ୍ଷେପ ନେଲାନି। ଆଉ ଆମେ ରାତି ଯାକ ସାରା ବୁଲିକିରି ଘୁରୁଛୁ। ବାରହା ତ ପହିଲେ ଗୋଟେ ଦିନ ଭିତରେ ଗୋଟେ ଘଣ୍ଟାଟେ ଭିତରେ ତାଙ୍କେ ଧ୍ୱସ୍ତ କରିଦଉଛି ଏଠି ଭରଣ ଭରଣ ସଂଖ୍ୟା। ଆଉ କଣ କରିବୁ ଆମେ? ତା ପାଇଁ ବୋଲିକି ଆମେ ହାରି ମାରି କରିକି ଘୋଡ଼ା ଘୋଡ଼ି କରୁଛୁ ରାତି ଅନିଦ୍ରା ହେଇକିରି ବୁଲିକିରି ଚାରିଆଡ଼େ ଜଗିକିରି ବାଣ ଫାଣ ନିଆଁ ହଳା କରିକିରି ଧୁନି କରିକିରି ରାତିରେ ଶୋଉଛୁ ପଦର ଭିତରେ ଶୋଇକିରି ଏ ଶୀତ କାକରେ ହେଲେ ଶୋଇକିରି ଜଗା ହଉଛି। ତ ଆ- ଯେମିତି କହୁଥିଲେ ଯେ ଚାଷୀ ଦିନ ରାତି ଏକ କରିକିରି ବିଲ ମୁଣ୍ଡରେ ହିଁ ତାଙ୍କର ଦିନ ତମାମ ଦିନ ଯାକ ଯାଉଛି, ଯେ ବାରିହାକୁ ବିଶେଷ କରି ବାରିହା ରାତିରେ ଯୋଉ ଫସଲକୁ ନଷ୍ଟ କରୁଛି ସେଇଟା ବର୍ତ୍ତମାନ ଚିନ୍ତାର କାରଣ ହେଇଛି। ତ ଏବେ ଆମେ ଅନ୍ୟ ଚାଷୀଙ୍କ ମଧ୍ୟ ପ୍ରତିକ୍ରିୟା ନେବା ଯେ କଣ କହିବେ ଆଜ୍ଞା, ଯେ ଏଇ ରାତିରେ ଆପଣଙ୍କୁ ରହିବାକୁ ପଡିଲା, ଦିନରେ ତ ଆମେ ଆପଣଙ୍କୁ ଫସଲ ଅ ଜଗିବାର ଦେଖିଛୁ, ପୁଣି ଆଉଥରେ ରାତିରେ ଜଗିବାର କଣ ଆବଶ୍ୟକତା ଏମିତି ପଡିଛି? ଆଜ୍ଞା ଆମେ ରାତିରେ ଯଦି ନ ଜଗୁବୁ, ବାରିଆ ଗୋଟେ 10 ମିନିଟ୍ ଯଦି ପଶିଲା ଗୋଟେ ବାରିଆ 10 ମିନିଟ୍ରେ ଆମର ଭରଣ ଭରଣ ମକା ନଷ୍ଟ କରିଦବ। ସେଥିପାଇଁ ଆମେ ଜଗିବା ପାଇଁ ବାଧ୍ୟ। ଆଉ ଦିନ ସାରା କିରା ଜଡୁଛୁ, ରାତିକି ବାରିଆ ବିଲୁଆ ଏ ସମସ୍ତଙ୍କୁ ଆମେ ଜଗିକିରି ଅଡିବାକୁ ବାଧ୍ୟ। ନ ଜଗିଲେ ଆମର ଫସଲ ସବୁ ନଷ୍ଟ ହେଇଯିବ। ତ କଣ ଏବେ କ୍ଷତିପୂରଣ ପାଇଁ କଣ ଦାବି କରୁଛନ୍ତି, କଣ ଚିନ୍ତା କରୁଛନ୍ତି? ଆମର ଚିନ୍ତା ବୋଇଲେ ଆମର ଯାହା ନଷ୍ଟ ହେଉଛି ସେ ନଷ୍ଟ ସରକାର ଆମ ପାଇଁ ବହନ କରିବେ। ତ ଯେମିତି ନଷ୍ଟ କଥା କୁହାଯାଉଛି ଯେ ସମସ୍ତ ଫସଲକୁ ନଷ୍ଟ କରୁଛି, ବନ୍ୟଜନ୍ତୁଠୁ ଆରମ୍ଭ କରି ବିଶେଷ କରି ବାରହା କଥା ଯଦି କୁହାଯିବ, ବାରହା ସମ୍ପୂର୍ଣ୍ଣ ନଷ୍ଟ କରୁଛି। ଯେ ବାରହାକୁ ଜଗିବା ପାଇଁ କଣ କଣ ତରିକା ଆପଣ ଆପଣେଇଛନ୍ତି, ଘୋଡେଇବା ପାଇଁ କଣ ଆପଣେଇଛନ୍ତି ତରିକା? ବାରହାକୁ ଘୋଡେଇବା ପାଇଁ ଆଜ୍ଞା ଡାବା ଧରିକି ଯାଉଛୁ, ଆଉ ଠେଙ୍ଗା ସେ ନଳରେ ଟାଇରି ବାନ୍ଧିକିରି ନିଆଁ ହୁଳା କରିକି ଦେଖଉଛୁ, ବୁଝିଲ। ଆଉ ବାଣ ହେଲେ ଫୁଟଉଛୁ, ହାରିଅ କରୁଛୁ, ତଣ୍ଟି ବି ବସି ଯାଉଛି। ବିଲରେ 4 ରାଉଣ୍ଡ ପୁରା ବୁଲୁଛୁ, ଏ ଡାବା ଏମିତି ସାଉଣ୍ଡ କରିକି ବାଡଉଛୁ। ହଁ, ଘରେ ହେଲେ ଘୋଟାଣା ଏତେବେଳେ ଯେ ଆସିଲେନି ବୋଲି କହିଲେ ହେଲେ ଘୋଟାଣା ହେଲେ 10ଟା 11ଟାକୁ ଆଣିବେ। ରାତି ଖାଇକିରି ଏଠି 5ଟି ଶାଲ ଧରିକିରି ଏଠୁ ସବୁ ରହୁଛୁ। ଆଉ ବିଲୁଆ ହେଲେ ଖାଉଛି, ବିଲୁଆ ବାରା ମାଙ୍କୁଡ ତ ପ୍ରବଳ। ଆଉ ଘର ତ ବାରିଆଡେ ପଇକି ଦାଣ୍ଡ ଆଡେ ବାହାରି ପଡୁଛି। ଆଉ କାହାକୁ କହୁ କଣ? ଯେମିତି ଦେଖୁଥିଲେ ଯେ ଚାଷୀର ଦୁଃଖ ଏତିକରେ ସରିନି, କେତେବେଳେ ବନ୍ୟା ତ କେତେବେଳେ ବାତ୍ୟାରେ କ୍ଷତି ସହିକିରି ଆସୁଛନ୍ତି ଚାଷୀ। ତଥାପି ଏବେ ଏ ଯୋଉ ପରିସ୍ଥିତି ସୃଷ୍ଟି ହେଇଛି, ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଆଉ ଲୋକଙ୍କର ଯୋଉ କ୍ଷତି ଭରଣା ସବୁ ସିଧାସଳଖ ଚାଷୀଙ୍କ ଉପରେ ପଡିବ, ଏଭଳି କି ବଞ୍ଚିବାର ମଧ୍ୟ କଷ୍ଟକର ହବ। ଏଥିପାଇଁ ସରକାର ଉଚିତ ପଦକ୍ଷେପ ନେଇ ଏମାନଙ୍କ କ୍ଷତି ଭରଣା କରିବା ଦିଗରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆସ୍କାରୁ ମନୋଜ ମୁନି, OTV।